ଜ୍ଞାନ 162। ପ୍ରଭୁ ଲେଖୁଛନ୍ତି ବିବର୍ତ୍ତନ ଧାରା ସମାପ୍ତ ହୋଇନାହିଁ। ବୁଦ୍ଧି ଯୁକ୍ତି ହିଁ ସର୍ବଶେଷ କଥା ନୁହେଁ, ଅଥବା ବୁଦ୍ଧିର ଯୁକ୍ତି ଦ୍ୱାରା ପରିଚାଳିତ ହେଉଥିବା ପ୍ରାଣୀ ଆଦୌ ପ୍ରକୃତି ଦ୍ୱାରା ବ୍ୟକ୍ତ ହୋଇଥିବା ସର୍ବଶେଷ ସ୍ୱରୂପ ନୁହେଁ। ମନୁଷ୍ୟ ଯେଉଁଭଳି ଇତର ପ୍ରାଣୀ ମଧ୍ୟରୁ ଉଦ୍ଭୂତ ହୋଇ ଆସିଲା, ଠିକ୍ ସେହିପରି ମନୁଷ୍ୟ ଭିତରୁ ଅତିମାନବ ମଧ୍ୟ ଉଦ୍ଭୂତ ହୋଇ ଆସୁଛି। ଏଠି ପୁରା ବିବର୍ତ୍ତନର କଥାଟି କହୁଛନ୍ତି ଯେ ବିବର୍ତ୍ତନ ଧାରା ସମାପ୍ତ ହୋଇନାହିଁ। କଣ ବିବର୍ତ୍ତନ ଧାରା? ଆପଣ ଦେଖନ୍ତୁ, ସୃଷ୍ଟି, ଆମେ ଯୋଉ ସୃଷ୍ଟି ହବା ପରେ ମନୁଷ୍ୟ, ଆମେ ଏତେ ଗୁଡେ ତଥ୍ୟ କଥା ଆମେ ଚିନ୍ତା କରୁଛୁ। ସେଭଳି ଆମର ଯୋଉ ଉପଲବ୍ଧି ଜ୍ଞାନ ଧୀରେ ଧୀରେ ଉପଲବ୍ଧ ଆସୁଛି, ତଥ୍ୟ ଯୁକ୍ତ ନେଇ ଦେଖୁଛନ୍ତି, ଇମାଜିନ କରୁଛନ୍ତି ଯେ କେତେ ହଜାର ବର୍ଷ ପୂର୍ବେ ପୃଥିବୀ, କେତେ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ସୃଷ୍ଟି ହେଇଛି। ପୃଥିବୀ ସୃଷ୍ଟି ହବା, ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ଥିବା, ତା ଭିତରେ କିପରି ଶୀତଳତା ଆସିଲା, କିପରି ଅକ୍ସିଜେନ ଆସିଲା, କିପରି ଜଳ ସୃଷ୍ଟି ହେଲା, କିପରି କାର୍ବନ ଡାଇଅକ୍ସାଇଡର ଦାୟିତ୍ୱ କଣ ଦିଆ ରହିଲା, କିପରି ଜୀବଜଗତ ଆରମ୍ଭ ହେଲା, ଇଏ ସବୁ ତାପରେ ପରେ ଧୀରେ ଧୀରେ ଦେଖନ୍ତୁ, ପୃଥିବୀ ସୃଷ୍ଟି ହେଲା, ଉତ୍ତପ୍ତ ଥିଲା, ଶୀତଳ ହେଲା, ଜଳ ଆସିଲା, ଅମ୍ଳଜାନ, ଅଙ୍ଗାରକାମ୍ଳ ଏସବୁ ଆସିଲେ, ତାପରେ ଜୀବ ସୃଷ୍ଟି ହେଲେ, ଜୀବ ପୁଣି ଏକକୋଷୀ, ତାପରେ ବହୁକୋଷୀ, ତାପରେ ବହୁକୋଷୀ ଯୋଉ ଉଦ୍ଭିଦ ସୃଷ୍ଟି ହେଲେ, ଉଦ୍ଭିଦ ପରେ କେତେ କେତେ କୀଟ ପତଙ୍ଗ ସୃଷ୍ଟି ହେଇଥିବେ, ତାପରେ ଟ୍ରାନଜିସନାଲ ବିଙ୍ଗ ସବୁ ତିଆରି ହେଇଥିବେ, ତାପରେ ପ୍ରାଣୀ ସୃଷ୍ଟି ହଉଛନ୍ତି, ପ୍ରାଣୀ ଭିତରେ ପୁଣି ଆଗ ପକ୍ଷୀ କେତେ କଥା ରହିଛି, ତାପରେ ପ୍ରାଣୀ ଯୋଉ ଜୀବ ଜଗତର ଧୀରେ ଧୀରେ ଦେଖନ୍ତୁ କ୍ରମ ବିବର୍ତ୍ତନ ହେଇଛି। ସବୁଥିରେ ଦେଖନ୍ତୁ, ଯାହା ପାଖରେ ଯାହା ଅଭାବ ରହିଥିଲା, ନେକ୍ସଟ ଜଗତ ଯେତେବେଳେ ସୃଷ୍ଟି ହଉଛି ସେତେବେଳେ ସେଇ ଅଭାବ ବୋଧଟି ଆଉ ନାହିଁ। ଯେତେବେଳେ ଏକକୋଷୀ ସବୁ ଥିଲେ, ସେତେବେଳେ ତାଙ୍କର ସ୍ଥିତି ଏପଟେ ଚିନ୍ତା କରନ୍ତୁ, କହିବାକୁ ଗଲେ ମୃତ୍ୟୁ ନଥିଲା ତାଙ୍କର, ଖଣ୍ଡ ଖଣ୍ଡ ହେଇଗଲେ ପୁଣି ଆଉ ଗୋଟେ ଗୋଟେ ହେଇଯାଉଥିଲେ। ଚାରିଆଡେ ଚିନ୍ତା କରନ୍ତୁ, କେବଳ ସେଇ ଜନ୍ତୁ ଗୁଡାକ ଭରି ଭରି ହେଇ ଚାଲିଥିବେ ଯାହା ଥିବେ। ଯଦି ଭାବନ୍ତୁ, କେବଳ ମନେ କରାଯାଉ 5-10ଟା ତିଆରି ହେଇଛନ୍ତି, କୌଣସି କାରଣରୁ କଣ ଗୋଟେ ହେଇଗଲା, ସେ 10ଟା ବାଡା ବାଡି ହେଇଗଲେ, ମାନେ ପିଟି ପାଟି ହେଲେ, ପଥର ପଥର କୋଉଠି ଛିଞ୍ଚତର ହେଲେ, ଖଣ୍ଡ ଖଣ୍ଡ ହେଇଗଲେ, ସେ 50-100 ଖଣ୍ଡ ହେଇଗଲେ, ପୁଣି 50-100ଟା ସେଇ ଜୀବ ସୃଷ୍ଟି ହେଇଗଲା। এইଭଳି ଭାବରେ ଆପଣ ଇମାଜିନ କରିବା, କଳ୍ପନା କରିବା, ଏଇ ପୃଥିବୀଟା ଯେପରି ସେଇ ପ୍ରକାର ଜୀବରେ ମାନେ ଭର୍ତ୍ତି ହେଇଯାଇଥିବ। ତା ରୂପରେଖ କଣ ହେଇଥିବ? ନା ସେମାନେ କିଛି ସ୍ପନ୍ଦନ ବାରି ପାରୁଛନ୍ତି, ନା ସ୍ପନ୍ଦନ ପ୍ରକାଶ କରିବା ପାଇଁ ତାଙ୍କ ପାଖରେ କିଛି ରହିଛି, ନା ତାଙ୍କର ଅଭିବୃଦ୍ଧିର କିଛି ଆକାଂକ୍ଷା ରହିଛି। ସିଏ ତାପରେ ଯେତେବେଳେ ଉଦ୍ଭିଦ ସୃଷ୍ଟି ହେଲେ, ଉଦ୍ଭିଦ ଭିତରେ ସ୍ପନ୍ଦନ ଅନୁଭବ କରିବାର ସମ୍ଭାବନା ଆସି ପହଞ୍ଚିଲା, କିନ୍ତୁ ସେ ଗତିଶୀଳ ହୋଇପାରିଲା ନାହିଁ। ଗତିଶୀଳ ହେଇପାରିଲା ନାହିଁ, ତାର ଭାବକୁ ସିଏ ଯୋଉ ବ୍ୟକ୍ତ କଲା, ତାହା ପୂର୍ଣ୍ଣ ଭାବେ ସେ ବ୍ୟକ୍ତ କରିପାରିଲା ନାହିଁ। ସ୍ପନ୍ଦନ ତା ଭିତରେ ଆସିଲେ ମଧ୍ୟ ତାକୁ ସେ ବ୍ୟକ୍ତ କରିପାରିଲା ନାହିଁ, ନିଜକୁ ସୁରକ୍ଷା ଦେଇପାରିଲା ନାହିଁ, ନିଜକୁ ଆପେ ଆପେ ସୁରକ୍ଷା ଦେଇପାରିଲା ନାହିଁ। ଯଦିଓ ଚେଷ୍ଟା କରିଛି, ଧରାଯାଉ ଲାଜକୁଳୀଲତା ବନ୍ଦ ହେଇଗଲା ବୋଲି କଣ ଯିଏ ଆସିଥିବ ଗଛ କାଟିବା ପାଇଁ ବା ଛିଣ୍ଡେଇ ଦେବା ପାଇଁ ବା ଦଳିବା ପାଇଁ, ସେ କଣ ନ ଦଳି ଛାଡି ଦେଇ ପଳେଇବ, ନ ନେଇକି ଛାଡିକି ପଳେଇବ? ଏଇଭଳି ଭାବରେ ସେ ନିଜର ସୁରକ୍ଷା ରଖିପାରି ନାହିଁ ଏବଂ ଚଳମାନ ହେଇପାରିଲା ନାହିଁ। ଚଳମାନ ହେଇପାରିଲାନି ମାନେ ଗୋଟିଏ ସ୍ଥାନରୁ ପୁରା ସ୍ଥାନାନ୍ତରିତ ଆଉ ଗୋଟେ ସ୍ଥାନକୁ ଯାଇପାରିଲା ନାହିଁ, ଯୋଉଠି ରହିଥିଲା ସେଇଠି ତାର ଚେର ଡାଳ ଚଳମାନ ହେଇଛି। ଆମେ ଗୋଟେ ଓଭରଲି ଯେତିକି ପୁରା ବ୍ରଡଲି ଗୋଟେ ଗୋଟେ ଜିନିଷ କଥା ହଉଛନ୍ତି। ତାପରେ
ଏମିତି ବି କିଛି ଉଦ୍ଭିଦ ଥିଲେ ଯୋଉମାନେ ମାଂସାଶୀ ଥିଲେ। ଯାହା ବି ହେଲେ କିନ୍ତୁ ସମସ୍ତଙ୍କ ପାଖରେ ସେଇ ଗୋଟିଏ ଲାକୁନା ରହିଲା। ଏଇଭଳିଆ କେତେଟା ଅଭାବ ତା ଭିତରେ ରହିଲା। ଯେତେବେଳେ ସେ ପ୍ରାଣୀ ହେଲା ତା ପାଖରେ ବର୍ତ୍ତମାନ ଚଳମାନ ସୃଷ୍ଟି ହେଲା, ଚିନ୍ତା କରନ୍ତୁ, ସବୁଆଡେ ସେ ଯାଇପାରିଲା। କିନ୍ତୁ ତାର ପ୍ରବୃତ୍ତି ତାକୁ ଯେତିକି ପରିଚାଳିତ କଲା ସେତିକିରେ ସେ ସନ୍ତୁଷ୍ଟ ରହେ। ନୂତନ କିଛି କରିବାର ତା ଭିତରେ ନା ପ୍ରେରଣା ଆସେ ନା ଆଗ୍ରହ ଆସେ, ସେଇଥିରେ ସେ ସନ୍ତୁଷ୍ଟ ରହେ। କିନ୍ତୁ ତା ପାଖରେ ଗଛର ଯୋଉ ଅଭାବ ବୋଧ ଥିଲା ସେ ଅଭାବ ବୋଧ କଟିଗଲା। ବର୍ତ୍ତମାନ ପ୍ରାଣୀ ଭିତରେ, ପଶୁପକ୍ଷୀ ଭିତରେ ଯୋଉ ଅଭାବ ବୋଧ ଥିଲା ତା ମନୁଷ୍ୟ ପାଖରେ କଟିଗଲା। ମଣିଷ ବର୍ତ୍ତମାନ ସବୁ କିଛିକୁ ତାର ମନକୁ ବ୍ୟବହାର କରି ଗୋଟେ ନିଷ୍ପତ୍ତି ନେଇ କଣ କରିବ କଣ ନ କରିବ, କୋଉଟା ଠିକ କୋଉଟା ଭୁଲ, ଏଇ ଯୋଉ ପାର୍ଥକ୍ୟ ବୋଧ, ସଚେତନତା ବୋଧ ତା ଭିତରେ ସମ୍ଭାବନା ରହିଲା। କିନ୍ତୁ ଏବେ ବି ମନୁଷ୍ୟ, ଚିନ୍ତା କରନ୍ତୁ, ଯିଏ ସୃଷ୍ଟି କରିଥିଲେ ସିଏ ଯେପରି ଅମରତ୍ୱ ପ୍ରାପ୍ତ ଥିଲା, ତାଙ୍କର ସବୁ କିଛି ପ୍ରଜ୍ଞା ରହିଥିଲା। ଯୋଉଟା ଜ୍ଞାନ କହୁଛନ୍ତି ମୁଁ ତାକୁ ପ୍ରଜ୍ଞା କହୁଛି। ପ୍ରଜ୍ଞା ରହିଥିଲା ଯେ କଣ ହବାକୁ ଯାଉଛି, କଣ ହବ, ଇଏ ସବୁର ତାଙ୍କ ପାଖରେ ସବୁ କିଛିର ସବୁ କିଛିର ଉତ୍ସ ହେଇଥିଲେ ସିଏ। ବର୍ତ୍ତମାନ ମନୁଷ୍ୟ ମୃତ୍ୟୁ ଲଭୁଛି, ଦୁଃଖ ଯନ୍ତ୍ରଣା, ଶରୀରର କ୍ଷୟ ଘଟୁଛି, ସ୍ମୃତି ଶକ୍ତି, ମନ ବି କାମ କରୁନାହିଁ, ମନ ବି ସୀମିତ ଭିତରେ ରହିଛି। ତା ବାଦେ ବି ଆହୁରି ବୟସ ବଢିଗଲେ ସେତକ ବି ସେ କୁଆଡେ ପଳେଇ ଯାଉଛି। ତେଣୁ ଏଇ ଯୋଉ ଅଭାବବୋଧ, ଯେପରି ଅଭାବବୋଧ ସବୁ ଗୋଟିଏ ପରେ ଗୋଟେ, ଗୋଟେ ପରେ ଗୋଟେ ଦୂର ହେଇଯାଇଛି, ମନୁଷ୍ୟର ତ ଏଇ ଅଭାବବୋଧ ରହିଛି। ତେବେ ସେ ସର୍ବଶ୍ରେଷ୍ଠ ପ୍ରାଣୀ କେମିତି ହେଲା? ଏବଂ ବୁଦ୍ଧି ଯଦି ସର୍ବଶ୍ରେଷ୍ଠ, ତେବେ ସିଏ ପୁଣି ନିଜେ ହରଡ଼ ଘଣାରେ କାହିଁକି ପଡୁଛି? ତେଣୁ ବୁଦ୍ଧି କଦାପି ସର୍ବଶ୍ରେଷ୍ଠ ନୁହେଁ। ଏବଂ ପ୍ରକୃତି ଦ୍ୱାରା ଯୋଉ ରୂପ ପରିବୟ ହେଇଛି ତିଆରି, ତା ଭିତରେ ମନୁଷ୍ୟ ସର୍ବଶ୍ରେଷ୍ଠ ନୁହେଁ। ଯଦି ସର୍ବଶ୍ରେଷ୍ଠ ହେଇଥାନ୍ତା ତା ଭିତରେ ଏଇ ଅଭାବ ବୋଧ କୋଉଠୁ ଆସିଲା? ତେଣୁ ତାପରେ ଏପରି ଏକ ଜଗତ ସୃଷ୍ଟି ହବ ଯୋଉଥିରେ କି ଏଇ ଅଭାବ ବୋଧ ନଥିବ। ମନୁଷ୍ୟ ଯେଉଁଭଳି ଇତର ପ୍ରାଣୀ ମଧ୍ୟରୁ ଉଦ୍ଭୂତ ହୋଇ ଆସିଲା, ଠିକ ସେହିପରି ମନୁଷ୍ୟ ଭିତରୁ ଅତିମାନବ ମଧ୍ୟ ଉଦ୍ଭୂତ ହୋଇ ଆସୁଛି। ତେଣୁ ଆପରେ ଯୋଉ ଅତିମାନବ ଜଗତ ଆସୁଛି, ସେଥିରେ ଯୋଉ ସତ୍ତା ମାନେ ଆସିବେ, ସେ ସତ୍ତା ମାନେ ପୂର୍ଣ୍ଣତଃ ସତ୍ୟ ଜ୍ଞାନ ଦ୍ୱାରା ପରିଚାଳିତ ହଉଥିବେ। ସତ୍ୟ ଜ୍ୟୋତି ଜ୍ଞାନ ଦ୍ୱାରା ପରିଚାଳିତ ହେଉଥିବେ। ପରମଙ୍କ ସହିତ ତାଙ୍କର ସମ୍ପର୍କ ସବୁବେଳେ ଅପ୍ରତିହତ ରହିଥିବ। ସବୁ ନିଷ୍ଠାପର ଭାବରେ ସିଏ ତାଙ୍କୁ ଯୋଉ ଦାୟିତ୍ୱ ଦିଆଯାଇଛି ତାହା ସ୍ୱାଭାବିକ ଭାବରେ କରୁଥିବେ। କାହାର ବାଧ୍ୟ ବାଧକତାରେ କରୁନଥିବେ, କିମ୍ବା ମୁଁ ଅନ୍ୟମାନଙ୍କର ପାଖରେ ମୋର ଯୋଉ ବ୍ୟକ୍ତିତ୍ୱ ତିଆରି ହେଇଛି ସେଇ ବ୍ୟକ୍ତିତ୍ୱର ଦ୍ୱାହିରେ ମୁଁ କରୁନଥିବି। ମୋ ପାଖରେ ସ୍ୱାଭାବିକ ଭାବରେ ତାହା ସବୁ ସମୟରେ ମୋ ଭିତରେ ପ୍ରସ୍ତୁତ ହଉଥିବ। ସତ୍ୟ ଚେତନାରେ ମୁଁ ପୂର୍ଣ୍ଣତଃ ବସବାସ କରୁଥିବି। ତେଣୁ ମନୁଷ୍ୟ ଭିତରୁ ସେ ଅତିମାନ ମଧ୍ୟ ଉଦ୍ଭୂତ ହୋଇ ଆସୁଛି। ମା କହୁଛନ୍ତି ଉଦ୍ଭୁତ ହେବା କ୍ରିୟାଟିକୁ ଶ୍ରୀଅରବିନ୍ଦ କେଉଁ କାଳରେ ବ୍ୟବହାର କରିଛନ୍ତି ତାହା ଜାଣିବାକୁ ମୁଁ ଇଂରାଜୀ ବାକ୍ୟଟିକୁ ଦେଖିବାକୁ ଇଚ୍ଛା କରୁଛି। ତାହାକୁ ସେ ବର୍ତ୍ତମାନ କାଳରେ ବ୍ୟବହାର କରିଛନ୍ତି ନା ଭବିଷ୍ୟତ କାଳରେ? ଯୋଉ ଉଦ୍ଭୁତ ହୋଇ ଆସୁଛି କହୁଛନ୍ତି ତ, ସେ କହୁଛନ୍ତି ତାକୁ ଭବିଷ୍ୟତ କାଳରେ କହୁଛନ୍ତି ନା ଏବେ ଉଦ୍ଭୁତ ହେଇଗଲାଣି ବୋଲି କହୁଛନ୍ତି? ମା କହୁଛନ୍ତି ଯଦି ଭବିଷ୍ୟତ କାଳରେ ବ୍ୟବହାର କରିଥାନ୍ତି, ତେବେ ତାହା ଏପରି ଏକ ପ୍ରତିଶ୍ରୁତିକୁ ବୁଝାଉଛି ଯାହାକୁ ଆମେ ସମସ୍ତେ ଜାଣିଛୁ ଏବଂ ଆମେ ଯାହାର ଉପଲବ୍ଧି ନିମିତ୍ତ କାର୍ଯ୍ୟ କରୁଛୁ। ଯଦି ବର୍ତ୍ତମାନ କାଳରେ ବ୍ୟବହାର କରିଥାନ୍ତି, ତେବେ ତାହା ସହିତ ମୁଁ ଆଉ ଅଧିକ କିଛି ହେଲେ ଯୋଡ଼ିବାକୁ ଇଚ୍ଛା କରୁନାହିଁ। ଅତିମାନ ଶକ୍ତି ଅବତରଣ କରିସାରିଲାଣି, ତେଣୁ ସେ ବିଷୟରେ କାମ ଚାଲିଛି ଏବଂ ପୃଥିବୀ ପୃଷ୍ଠର ବାତାବରଣ ଭିତରେ 1956 ମସିହାରୁ ଫେବୃଆରୀ 29 ତାରିଖରୁ ଅଲରେଡି ବାତାବରଣ ଭିତରେ ପ୍ରବେଶ କରିଗଲାଣି। ତେଣୁ ଏବେ ଡ୍ରାଷ୍ଟିକାଲି ସବୁ ଚେଞ୍ଜ ଗୁଡାକ ବହୁତ ତୀବ୍ର ହଉଛି, ବହୁତ ତୀବ୍ର ହଉଛି। ତେଣୁ ତାର କାର୍ଯ୍ୟ ଆରମ୍ଭ ହେଇସାରିଲାଣି। ତେଣୁ ମୁଁ ଆଉ ଅଧିକ କିଛି ଏଥିରେ ଯୋଡ଼ିବାକୁ ଇଚ୍ଛା କରୁନାହିଁ ବୋଲି ମା କହୁଛନ୍ତି। କିନ୍ତୁ ଏଇଠି ଏଇଠି କେତେ ଗୁଡ଼ିଏ କନଫ୍ୟୁଜନ ବ୍ୟକ୍ତି ମାନଙ୍କ ଭିତରେ ରହିଥାଏ। ଏଠି ଯୋଉ ଲେଖା ହେଇଛି ଠିକ ସେହିପରି ମନୁଷ୍ୟ ଯେଉଁଭଳି ଇତର ପ୍ରାଣୀ ମଧ୍ୟରୁ ଉଦ୍ଭୂତ ହୋଇ ଆସିଲା, ଠିକ ସେହିପରି ମନୁଷ୍ୟ ଭିତରୁ ଅତିମାନ ମଧ୍ୟ ଉଦ୍ଭୂତ ହୋଇ ଆସୁଛି। ତାକୁ କେହି କେହି ମନେ କରନ୍ତି ଯେମିତି ଗୋଟେ ମଣିଷଟିଏ ଅତି ମାନବ ଛୁଆ ଜନ୍ମ କରିବ।
ଏଇଭଳି ଭାବରେ ଗ୍ରହଣ କରନ୍ତି। ଏଇଠି ତେଣୁ ପ୍ରଶ୍ନ ଉଠେ, ସେଇ ମନେ ପକାନ୍ତୁ ଯେ ଅଣ୍ଡାରୁ କୁକୁଡ଼ା ନା କୁକୁଡ଼ାରୁ ଅଣ୍ଡା। ଯେତେବେଳେ ବିବର୍ତ୍ତନ ଘଟୁଛି ସବୁବେଳେ ଅନେକ ମଝିରେ ଗୋଟେ ଟ୍ରାନଜିସନ ବିଙ୍ଗ ଥାନ୍ତି। ଗୋଟିଏ ପ୍ରଜାତିରୁ ଆଉ ଏକ ନୂତନ ପ୍ରଜାତି ସୃଷ୍ଟି ହେବା ଭିତରେ ମଝିରେ ଯୋଉ ଟ୍ରାନଜିସନାଲ ପିରିୟଡ ଥାଏ, ସେଥିରେ ଅନେକ ଘଟଣା ସ୍ମୃତିର ଗର୍ଭରେ ଲୁଚିଯାଏ। ତେଣୁ ମନୁଷ୍ୟ ଭିତରେ ମନୁଷ୍ୟ ଯେତେବେଳେ ଅଧିକରୁ ଅଧିକ ପ୍ରସ୍ତୁତ ହେଇ ଚାଲିବ, ତାପରେ ଯୋଉ ଅତିମାନବ ଜଗତ ଆସିବ, ଅତିମାନବ ମାନେ ସୃଷ୍ଟି ହେବେ, ତାହା କିପରି ଭାବରେ ପ୍ରସ୍ତୁତ ହବ ତାକୁ ନେଇକିରି ଆମେ ଭାବୁ। ଯେହେତୁ ଏଠୁ ଲେଖା ହେଇଛି ମନୁଷ୍ୟ ଭିତରୁ ଅତିମାନବ ଉଦ୍ଭୂତ ହେବ, ତେଣୁ କେହି କେହି ଲୋକ କୁହନ୍ତି ଯେ କାଲି ସକାଳ ମଣିଷ ଛୁଆ ଜନ୍ମ ହଉଥିଲା, ଅତିମାନବ ଛୁଆ ଜନ୍ମ। ମା ପ୍ରଥମେ କହିଲେ ଯେ ଶ୍ରୀ ଅରବିନ୍ଦ ପ୍ରଥମ ଅତିମାନବ ରୂପେ ପୃଥିବୀକୁ ଆସିବେ ଏବଂ ମା ତାଙ୍କର ଏଇ ଯୋଉ ସ୍ଥୂଳ ଶରୀର ରୂପାନ୍ତରିତ କରିବା ପାଇଁ କୋଷ ଗୁଡ଼ିକ ଉପରେ ସେ ଯୋଉ ପ୍ରଚେଷ୍ଟା ଜାରି ରଖିଥିଲେ, ସେଥିରେ ବର୍ଣ୍ଣନା ରହିଛି ଯେ ସେ କଣ କରୁଥିଲେ, ଯୋଉ କୋଷ ଗୁଡ଼ିକ ରୂପାନ୍ତରିତ ହୋଇଯାଉଥିଲା ତାକୁ ନେଇକରି ସେ ସୂକ୍ଷ୍ମ ଶରୀରଟି ତିଆରି କରୁଥିଲେ। ତେବେ ମାଙ୍କର ଯୋଉ ସୂକ୍ଷ୍ମ ଶରୀରଟି ତିଆରି କରୁଥିଲେ, ସିଏ ଯେତେବେଳେ ଅତିମାନବ ହେଇକି ଆସିବେ, ସିଏ ବର୍ତ୍ତମାନ ଆଉ କଣ କାହା ଗର୍ଭରୁ ଆସିଲେ କି? ସିଏ ସାଧନା ବଳରେ ତାଙ୍କର ବର୍ତ୍ତମାନ ଯୋଉ ଟ୍ୟାକ୍ସ ଦିଆଯାଇଥିଲା ନା, ମଣିଷ ଶରୀର ତାଙ୍କୁ ଦିଆଯାଇଛି ଟ୍ୟାକ୍ସ ଗୋଟେ, ସେଟା ତାକୁ ସାଧନା ବଳରେ ସେ କଣ କଲେ, ଆଉ ଏକ ଜଗତକୁ ନେଇଯିବା ପାଇଁ ଯୋଉ ତପସ୍ୟା ସେ କରିଥିଲେ, ସେ ତପସ୍ୟା ଫଳରେ, ସେଇ ପ୍ରୟାସ ଫଳରେ କୋଷ ଗୁଡ଼ିକ ସୂକ୍ଷ୍ମ ରୂପ ଗ୍ରହଣ କରି ଆଉ ଗୋଟେ ଶରୀର ଅଲରେଡି ଗ୍ରହଣ କରି ସାରିଲାଣି। ତେବେ ଅତିମାନବ ପାଇଁ ଆମେ ଯୋଉ ମନୁଷ୍ୟ ମାନଙ୍କୁ ଆହ୍ୱାନ ଦିଆଯାଉଛି, ତମେ ସଜାଗ ହୁଅ, ପ୍ରସ୍ତୁତ ହୁଅ। ଯଦି ଆମେ ପ୍ରସ୍ତୁତ ହଉଛୁ, ତାହେଲେ କଣ ହବ, ସେ ଅତିମାନ ଶକ୍ତିର କ୍ରିୟାଟି ତୀବ୍ର ହବ ଏବଂ ସୂକ୍ଷ୍ମ ସତ୍ତା ଯୋଉ ରୂପ ଗ୍ରହଣ କରିବା ଶୀଘ୍ର ହବ। ଏବଂ ଆ ଭିତରେ ଏମିତି ବି ହେଇପାରେ, ଧରାଯାଉ ଆମେ ଜଷ୍ଟ ଭାବିବା ଯେ ଅଗ୍ରଗତି କରି କରି ଜଣେ ସ୍ୱାମୀ ସ୍ତ୍ରୀ ଆମେ ଯୋଉ କହୁଛନ୍ତି, ସେମାନେ ପହଞ୍ଚି ଗଲେଣି ଗୋଟେ ସ୍ତରକୁ, ଉଚ୍ଚତର ସ୍ତରକୁ। ତାହେଲେ ସେତେବେଳେ ତାଙ୍କ ପାଖରେ ଯୋଉ ସନ୍ତାନଟି ଆସିବ, ସିଏ ତାଙ୍କ ଠାରୁ ଉନ୍ନତ ଧରଣର ଆସିବ ଏବଂ ସତ୍ୟ ଅନୁରାଗୀ ହେଇକି ଆସିବ। ଏଇଭଳି ଭାବରେ ଯଦି ଦେଖାଯାଏ, କେତେ କେତେ ଜନ୍ମ ପରେ, ହଁ, କେତେ କେତେ ଜନ୍ମ ପରେ ତାହା ବି ହେଇପାରେ, ସେ କଥା ମୁଁ କହିପାରିବି ନାହିଁ। ଯେ ଯେତେବେଳେ ସବୁବେଳେ ଆମେ ଯେମିତି କହୁଛୁ ଯେ ନୂତନ ପ୍ରଜାତି ସୃଷ୍ଟି ହେବାକୁ ହେଲେ ଆମକୁ ପୁଲ୍ଲିଙ୍ଗ ସ୍ତ୍ରୀଲିଙ୍ଗ ଦରକାର ହବ, ତେଣୁ ଏଠି ସେଠି କିଛି ଆବଶ୍ୟକ ନ ପଡିପାରେ, ଆବଶ୍ୟକ ନ ପଡିପାରେ। ଶରୀର ଯଦି ରୂପାନ୍ତରିତ ହେଇଗଲା, ତେବେ ସାଙ୍ଗେ ସାଙ୍ଗେ ନୂତନ ଶରୀର ସେ ଗ୍ରହଣ କରିବ ଏବଂ ଏଇ ସ୍ଥୂଳ ଶରୀରର ଯେତେକ ରୂପାନ୍ତରିତ ସବୁ ହେଇକି ଯାଇଥିବେ, ସେମାନେ ଅଲରେଡି ରୂପ ପାଇଗଲେ, ନୂଆ ରୂପ। ତେଣୁ ତାଙ୍କ ପାଇଁ ଇଏ ଶରୀର ମୃତ୍ୟୁବରଣ କଲା କି ନାହିଁ, ଆଉ ଗୋଟେ ଷ୍ଟେପ ଦରକାର, କିଛି ଦରକାର ନାହିଁ, କିଛି ଦରକାର। ଏଇ ପ୍ରକାରରେ ଲୋକ ମିସ୍ ଇନଫର୍ମେସନ ବି ପ୍ରଚାର କରନ୍ତି, ସେ ପ୍ରତି ଆମେ ସଚେତନ ରହିବା। ମା ମା, ଥ୍ୟାଙ୍କ ୟୁ ଅଲ୍ ଓଭର।